देवदीप फाउंडेशन पक्षरु नियारा भाବରେ ପାଳିତ ହେଲା ପଖାଳ ଦିବସ। ଓଡ଼ିଆଙ୍କ ମନ ପ୍ରାଣ ପଖାଳ କଂସାରେ। ପଖାଳ ମୁଠାଏ ପେଟରେ ନ ପଡ଼ିଲେ ସତେ ଯେପରି କିଛି ଅଧୁରା ରହିଲା ପରି ଅନୁଭବ ହୋଇଥାଏ। ଆଧୁନିକ ଯୁଗରେ ଜଙ୍କ ଫୁଡକୁ ଯୁବ ସମାଜ ଭଲ ପାଉଥିଲେ ହେଁ ଗରିବଠୁ ଧନୀ ଆଉ ମଧ୍ୟବିତ୍ତ ସଭିଙ୍କ ପସନ୍ଦ ପଖାଳ। ପେଟ ଥଣ୍ଡାଠୁ ଆରମ୍ଭ କରି ମାନସିକ ସ୍ତରରେ ଶାନ୍ତି ପ୍ରଦାନ କରିଥାଏ ପଖାଳ। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ବର୍ଷ ପରି ମାର୍ଚ୍ଚ 20 ତାରିଖକୁ ସମଗ୍ର ଓଡ଼ିଶା ପଖାଳ ଦିବସ ଭାବେ ପାଳନ କରୁଥିବା ବେଳେ ଅନ୍ୟତମ ସାମାଜିକ ସଂଗଠନ ଦେବଦୀପ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ସ୍ଥାନୀୟ ସଭାଗୃହଠାରେ ପଖାଳ ଦିବସକୁ ସ୍ୱତନ୍ତ୍ର ଭାବେ ପାଳନ କରାଯାଇଛି। ପୂର୍ବତନ ବିଧାୟକଙ୍କଠୁ ଆରମ୍ଭ କରି ସହରର ସମସ୍ତ ବର୍ଗର ଲୋକେ ଦହି ଛୁଙ୍କ ଦିଆ ପଖାଳ ସହ କଲରା ଚିପ୍ସ, ବାଇଗଣ ଭର୍ତ୍ତା, ଆଳୁ ଭର୍ତ୍ତା, ବଡ଼ି ଚୁରା, ବିଲାତି ଚଟଣି, ଶାଗ, ବୋଇତାଳୁ ଫୁଲ ବଡ଼ା, ଛତୁ ସହ ଦେଶୀ ମାଛ ଭଜା ଆଦି 14 ପ୍ରକାରର ସୁସ୍ୱାଦୁ ପ୍ରସ୍ତୁତ ବ୍ୟଞ୍ଜନ ପରସା ଯାଇଥିଲା, ଯାହାକୁ ସମସ୍ତେ ଅତି ଆନନ୍ଦର ସହକାରେ ଭୋଜନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାଲେଶ୍ୱର ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣାର ପୂର୍ବତନ ବିଧାୟକ ସୁଧାଂଶେଖର ପରିଡ଼ା, ନୀଳଗିରି ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ବାଲେଶ୍ୱର ପୌର ଉପାଧ୍ୟକ୍ଷ କୈଳାସ ସେଠୀ, ପୂର୍ବତନ ଉପନଗରପାଳ ମନୋଜ ରାଉତଙ୍କ ସମେତ ବହୁ କାଉନ୍ସିଲର, ବୁଦ୍ଧିଜୀବୀ, ସମାଜସେବୀ, ସାମ୍ବାଦିକମାନେ ଉପସ୍ଥିତ ରହି ପଖାଳ ଖାଇବାର ମଜା ନେଇଥିବା ବେଳେ ଫାଉଣ୍ଡେସନର ଅଧ୍ୟକ୍ଷା ରଶ୍ମିରେଖା ନାୟକ, ଧୀରେନ ନାୟକ, ସ୍ୱାଗତିକା ବାରିକଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। ମୋ ମତରେ ପଖାଳ ହେଉଛି ଓଡ଼ିଆଙ୍କର ଯେଉଁ ଖାଦ୍ୟ ହେଉଛି ତାଠୁ ସବୁଠାରୁ ଶ୍ରେଷ୍ଠ ଖାଦ୍ୟ ହେଉଛି ପଖାଳ। ପଖାଳ ଦିବସ କେବଳ ମାର୍ଚ୍ଚ 20 ନୁହେଁ, ଆମ ମତରେ ପ୍ରତିଦିନ ହେଉଛି ପ୍ରତି ଓଡ଼ିଆଙ୍କର ପଖାଳ ଦିବସ। ସେ ବର୍ଷା ହେଉ ଖରା ହେଉ ସବୁଦିନ ଆମେ ପଖାଳ ଖାଉ। ଆଉ ଏ ଦିବସକୁ ଆମେ 3 ବର୍ଷ ହେଲା ପାଳୁଛୁ। ଆଉ ଏଥର ଆମେ ଟିକେ ସ୍ୱତନ୍ତ୍ର ଭାବରେ ପାଳିଛୁ। ପଖାଳ ପାଖାପାଖି 5 ପ୍ରକାରର ପଖାଳ ଆମେ କରୁଛୁ, ଯେମିତି ବାସି ପଖାଳ, ଲେମ୍ବୁ ପଖାଳ, ଛୁଙ୍କ ପଖାଳ, ଦହି ପଖାଳ। ମୁଁ ସର୍ବପ୍ରଥମେ ବିଶ୍ୱ ପଖାଳ ଦିବସ ଅବସରରେ ମୁଁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି, ଶୁଭକାମନା ଜଣାଉଛି। ଏବଂ ଏହା ସହିତ ଦେବଦୀପ ଫାଉଣ୍ଡେସନର ଯେଉଁମାନେ ପ୍ରମୋଟର୍ସ ଅଛନ୍ତି, ଆପଣଙ୍କର ରଶ୍ମିରେଖା ନାୟକ ଏବଂ ଧୀରେନ ନାୟକଙ୍କୁ ମୁଁ ଅଶେଷ ଧନ୍ୟବାଦ ଦେଉଛି ଯେ ଓଡ଼ିଆ ଜାତିର ଏହି ପରମ୍ପରାକୁ, ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ଏହି ପଖାଳ ଦିବସ ପରମ୍ପରାକୁ ସେ ପ୍ରତ୍ୟେକ ବର୍ଷ ପାଳନ କରିବାର ସୁଯୋଗ ଦେଉଛନ୍ତି ଏବଂ ସମସ୍ତେ ଇନଭାଇଟ୍ ମଧ୍ୟ କରୁଛନ୍ତି। ଆମେ ସମସ୍ତେ ଜାଣିଛୁ ଯେ ପଖାଳ ଆମ ପାଇଁ ଉପଦାୟ ଏବଂ ସମସ୍ତେ ମନେ ରଖିବେ ଯେ କୋଭିଡ ସମୟରେ ବହୁତ ସାଇଣ୍ଟିଷ୍ଟ ମଧ୍ୟ କହିଥିଲେ ଯେ ପଖାଳ ଯେହେତୁ ପ୍ରୋବାୟୋଟିକ୍ ରହୁଛି ଆମ ସ୍ୱାସ୍ଥ୍ୟ ପାଇଁ ଭଲ। ଏ ଐତିହ୍ୟପୂର୍ଣ୍ଣ ଖାଦ୍ୟକୁ ଆମେ ସମସ୍ତେ ଖାଇବା ଏବଂ ଏହାର ପ୍ରଚଳନ ସାରା ବିଶ୍ୱରେ କିପରି ହେବ ତାହାର ଯତ୍ନ ମଧ୍ୟ ଆମେ ନେବା। ମୋ ମତରେ ପଖାଳ ହେଉଛି ଓଡ଼ିଆଙ୍କର ଯେଉଁ ଖାଦ୍ୟ ହେଉଛି ତାଠୁ ସବୁଠାରୁ ଶ୍ରେଷ୍ଠ ଖାଦ୍ୟ ହେଉଛି ପଖାଳ। ପଖାଳ ଦିବସ କେବଳ ମାର୍ଚ୍ଚ 20 ନୁହେଁ, ଆମ ମତରେ ପ୍ରତିଦିନ ହେଉଛି ପ୍ରତି ଓଡ଼ିଆଙ୍କର ପଖାଳ ଦିବସ। ସେ ବର୍ଷା ହେଉ ଖରା ହେଉ ସବୁଦିନ ଆମେ ପଖାଳ ଖାଉ। ଆଉ ଏ ଦିବସକୁ ଆମେ 3 ବର୍ଷ ହେଲା ପାଳୁଛୁ। ଆଉ ଏଥର ଆମେ ଟିକେ ସ୍ୱତନ୍ତ୍ର ଭାବରେ ପାଳିଛୁ। ପଖାଳ ପାଖାପାଖି 5 ପ୍ରକାରର ପଖାଳ ଆମେ କରୁଛୁ, ଯେମିତି ବାସି ପଖାଳ, ଲେମ୍ବୁ ପଖାଳ, ଛୁଙ୍କ ପଖାଳ, ଦହି ପଖାଳ ଭାବରେ। ଆଉ ଅରୁଆ ଆଉ ଉଷୁନା ବି ତା ପାଇଁ ବି ଅଲଗା ବ୍ୟବସ୍ଥା କରାଯାଇଛି। ଯେହେତୁ ଗୁରୁବାର ପଡ଼ିଛି ଏଥର ମାଛର ମଧ୍ୟ ବ୍ୟବସ୍ଥା ହେଇଛି, ଯେଉଁମାନେ ମାଛ ଖାଇବେ ସେମାନେ ପାଇଁ। ଆଉ ପାଖାପାଖି ସାଧାର ଆଇଟମ୍ 12ରୁ 14 ପ୍ରକାର ଆମେ କରିଛୁ। ବାଇଗଣ ଭର୍ତ୍ତା ପାଖରୁ ଆରମ୍ଭ କରି ବିଲା ଚଟଣି, ଆପଣଙ୍କର ବଡ଼ି ଚୁରା, ଶାଗ ଏସବୁର ବ୍ୟବସ୍ଥା ହେଇଛି। ଆଉ ଯେଉଁମାନେ ଆସନ୍ତି ପ୍ରତିବର୍ଷ ଆସନ୍ତି, ଆମର ପ୍ରତିଦିନ ଆମ ସାଙ୍ଗରେ ମିଶନ୍ତି, ଆମ ପ୍ରିୟଜନ ମାନେ ସମସ୍ତେ ଆସୁଛନ୍ତି, ସମସ୍ତେ ପଖାଳର ମଜା ନେଉଛନ୍ତି। ଅତି ସୁନ୍ଦର କାର୍ଯ୍ୟକ୍ରମ। ଦେବଦୀପ ଫାଉଣ୍ଡେସନକୁ ଧନ୍ୟବାଦ। ପଖାଳ ଉତ୍ସବ ଯେଉଁ କରିଛନ୍ତି, ଆମ ଓଡ଼ିଶାର ଗୋଟେ ସ୍ୱତନ୍ତ୍ରତା ରହିଛି। ବିଶେଷ କରି ପଖାଳ ଓଡ଼ିଆର ପ୍ରତି ଓଡ଼ିଆର ମାନେ ମୂଳ ଖାଦ୍ୟ। ଆମେ ଏଭଳି ପଖାଳ ମଧ୍ୟ ଆମର ମାନେ ମୂଳ ଖାଦ୍ୟ। ପ୍ରତିଟି ଗାଁ ଗହଳି ସହରଠୁ ଆରମ୍ଭ କରି ପ୍ରତିଟି ବ୍ୟକ୍ତିର ପଖାଳରେ ମାନେ ରହିଛି ମାନେ ଆସ। ପଖାଳ କଂସାରେ ମୋର ଆସ।